জয় জগন্নাথ দর্শক বন্ধু চলন্তু আজর কিছু গুরুত্বপূর্ণ খবর উপরে নজর পকাই নেওয়া। ভিডিওটি বহুত গুরুত্বপূর্ণ হব, সেপাই বিনা স্কিপ করে ভিডিওকে শেষ পর্যন্ত দেখুন। চ্যানেলে প্রথম থর থিলে চ্যানেলকে সবসক্রাইব করে নোটিফিকেশন বেলটি অলওয়েজ সিলেক্ট করে দিও। চলন্তু আজর ভিডিওকে স্টার্ট করিবা। প্রথম খবর, ব্রহ্মোস যুদ্ধ বিমান এবং শত্রুকে পরাস্ত করিপারুଥିବା অস্ত্রশস্ত্র 90 মিনিট পরেডরে ভারতের শক্তিশালী প্রতিরক্ষা প্রদর্শন। 77তম গণতন্ত্র দিবস আরম্ভ ହେବା সহিত ସମସ୍ତଙ୍କର নজর ଥିଲା দিল্লীর কর্তব্য পথ উপরে। রাষ্ট্রপতিଙ୍କ আগমন ଠାରୁ ଆରମ୍ଭ କରି ସାମରିକ ବାହିନୀର ବୀରତ୍ୱ ପ୍ରଦର୍ଶନ ଏବଂ ପ୍ରଭାବଶାଳୀ ପ୍ରଜ୍ଞାପନ ମେଢ଼ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ପରେଡ୍ ଭାରତୀୟ ପ୍ରତିରକ୍ଷା ପରାକାଷ୍ଠା ଦେଖାଇଥିଲା। ସମାରୋହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ତେବେ ଉଭୟ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଆସିଥିଲେ। ଏହି ବର୍ଷର ଗଣତନ୍ତ୍ର ଦିବସର ପରେଡ୍ ଥିମ୍ ଥିଲା ବନ୍ଦେ ମାତରମ୍। ରାଷ୍ଟ୍ରୀୟ ସଙ୍ଗୀତର 150ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଏହି ଥିମ୍ ଚୟନ କରାଯାଇଥିଲା। ପରବର୍ତ୍ତୀ ଖବର, ସାପ ଘରର ଦୁଆରେ ମାରିବେନି। ବାସ୍ ଏହି 8ଟି ଜିନିଷ ପକାଇଲେ ଦେଖା ଦେବେନି ସାପ, ଜାଣି ରଖନ୍ତୁ କାମରେ ଆସିବ। ବର୍ଷା ଦିନେ ସାପମାନଙ୍କର ଉପଦ୍ରବ ଅଧିକ ଦେଖିବାକୁ ମିଳିଥାଏ, କିନ୍ତୁ ଶୀତ ଦିନେ ଅଧିକା ଥଣ୍ଡା ଯୋଗୁଁ ସାପମାନେ ଉଷୁମ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି। ଜଣେ ଯେତେ ବି ସାହସୀ ହେଉଥାଉ ନା କାହିଁକି ସାପ ଦେଖିଲେ ଭୟଭୀତ ହୋଇଯାଆନ୍ତି। ସାପ ଦେଖିଲେ ଭୟଭୀତ ହେବା ସ୍ୱାଭାବିକ କଥା। ଯେତେବେଳେ ଘରର ବଗିଚାରେ ଗୋଟିଏ ସାପ ଦେଖାଯାଏ ତେବେ ଆପଣମାନେ ନିହାତି ଭାବରେ ଡରି ଯାଉଥିବେ। ତେବେ ହିନ୍ଦୁ ଧର୍ମରେ ସାପକୁ ଦେବତା ଭଳି ପୂଜା କରାଯାଏ। ଗ୍ରାମାଞ୍ଚଳରେ ସାପ କାମୁଡ଼ା ହେତୁ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରନ୍ତି। ସେଥିପାଇଁ ଆଜି ମଧ୍ୟ ନାଗଦେବଙ୍କର ବିଶେଷ ପୂଜାପାଠର ଧାରା ରହିଛି। ତେବେ ଅନେକ ସମୟରେ ସେମାନେ ଘରେ ମଧ୍ୟ ପ୍ରବେଶ କରନ୍ତି। ଯଦି ଘରେ ଏକ ବଗିଚା ଅଛି ଓ ସାପ ଯିବା ଆସିବା କରୁଛନ୍ତି ତେବେ ନିଶ୍ଚିତ ଭାବରେ ସେହି ସ୍ଥାନ ଆପଣମାନଙ୍କ ପାଇଁ ଭଲ ନୁହଁ। ତେଣୁ ଆସନ୍ତୁ ଜାଣିବା ଆଜି ଏପରି କିଛି ଟିପ୍ସ ଯାହାକୁ ଗ୍ରହଣ କରି ଆପଣମାନେ ସାପକୁ ସହଜରେ ବଗିଚା ଓ ନିଜ ଘରଠାରୁ ଦୂରରେ ରଖିପାରିବେ। ଧର୍ମ ହେତୁ ଅନେକ ଲୋକ ସାପ ମାରିବାକୁ ଚାହାନ୍ତି ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ସାପମାନେ ଭୟଭୀତ ହୋଇ ଆକ୍ରମଣ କରନ୍ତି। ଫଳସ୍ୱରୂପ ସାପକୁ ବିଚଳିତ ନ କରିବା ଭଲ। ସାପକୁ ଘର ଚାରିପାଖରୁ ସହଜରେ ତଡ଼ି ଦିଆଯାଇପାରେ। ସାପ ଅନେକ ଜିନିଷର ଗନ୍ଧକୁ ସହ୍ୟ କରିପାରିବ ନାହିଁ। ରସୁଣ ଏବଂ ପିଆଜ ପ୍ରତ୍ୟେକ ଘରେ ଥାଏ। ଅନେକ ଲୋକ ଜାଣନ୍ତି ନାହିଁ ଯେ ସାପମାନେ ରସୁଣ ଓ ପିଆଜର ଗନ୍ଧକୁ ସହିପାରନ୍ତି ନାହିଁ। ଏହି ସମୟରେ ସାପମାନଙ୍କୁ ଡରାଇବା ପାଇଁ କାର୍ବୋଲିକ୍ ଏସିଡ୍ ବ୍ୟବହୃତ ହୁଏ। ଏହି ଏସିଡ୍ ସାପକୁ ମଧ୍ୟ ମାରିପାରେ। ଏହି ରାସାୟନିକ ପଦାର୍ଥ ମଧ୍ୟ ସାପକୁ ଅଣନିଶ୍ୱାସୀ କରିଦିଏ। ଏହା ବ୍ୟତୀତ ସାପମାନେ ପୁଦିନା ଓ ତୁଳସୀ ପତ୍ରର ଗନ୍ଧକୁ ସହ୍ୟ କରିବାରେ ଅସମର୍ଥ। ତୁଳସୀ ପତ୍ରକୁ ବର୍ଷ ବର୍ଷ ଧରି ପବିତ୍ର ଭାବେ ପୂଜା କରାଯାଏ। ଏମିତିରେ ବି ତୁଳସୀ ପତ୍ରର ଅଭାବ ନାହିଁ। ଏକ ୱେବସାଇଟ୍ ଅନୁଯାୟୀ ସାପକୁ ରୋକିବା ପାଇଁ ପ୍ରାୟ 18ଟି ଜିନିଷ ଅଛି। ଏହାର ଗନ୍ଧ ହେତୁ ସାପମାନେ ଘର ଚାରିପାଖରେ ରୁହନ୍ତି ନାହିଁ। ଲେମ୍ବୁ ରସ, ଭିନେଗାର ଓ ଡାଲଚିନି ତେଲ ପ୍ରୟୋଗ କରିବା ଦ୍ୱାରା ସାପମାନେ ଘରକୁ ଆସିବାର କମିଯାଇଥାଏ। ଆହୁରି ମଧ୍ୟ ସାପ ଆମୋନିଆ ଗ୍ୟାସର ଗନ୍ଧକୁ ସହ୍ୟ କରିପାରନ୍ତି ନାହିଁ। ଯଦି କେହି ବି ଆମୋନିଆ ଗନ୍ଧ ସ୍ପ୍ରେ କରେ ତାହେଲେ ସାପ ସେମାନଙ୍କୁ ଆସିବ ନାହିଁ। ସାପମାନେ କିରୋସିନି ଗନ୍ଧକୁ ମଧ୍ୟ ସହ୍ୟ କରିପାରନ୍ତି ନାହିଁ। ପରବର୍ତ୍ତୀ ଖବର, କଙ୍ଗାରୁ କୋର୍ଟରେ ଝିଅର ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବାପା। ଅଭିଯୋଗ ଆଣିଲେ ପରିବାର ଲୋକେ। ଝିଅକୁ କଙ୍ଗାରୁ କୋର୍ଟରେ ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବାପା। ତେବେ ଭଦ୍ରକ ଜିଲ୍ଲା ବାଂଶଦା ଥାନା ଚୌଦିଆରୁ ଆସିଛି ଏହି ଅଭିଯୋଗ। ତେବେ ଚୌଦିଆ ଗାଁ ଲମ୍ବୋଦର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବାର ମହିଳାମାନେ ଖବର ପାଇଥିଲେ। ପ୍ରଥମେ ମହିଳାମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡେଇ ବାଡେଇ ଭାଙ୍ଗି ଦେଇଥିଲେ। ପରେ ଲମ୍ବୋଦର ତରାଇଙ୍କ ଘରକୁ ଯାଇ ମାଡପିଟା କରିବା ସହିତ ଝିଅକୁ ବିଚ୍ ରାସ୍ତାରେ ଚଲାଇ ଆଣି ମାର୍କେଟ ମଝିରେ ଛିଡା କରି ଜୋରିମାନା ବାବଦକୁ 1 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିଲା ପରେ ମଧ୍ୟ ସେମାନଙ୍କୁ ଛାଡି ନଥିଲେ ଉତ୍ତ୍ୟକ୍ତ ମହିଳା। ଶେଷରେ 30,000 ଟଙ୍କା ଜୋରିମାନା ଦେବାକୁ କହିବାରୁ ମହିଳାମାନଙ୍କୁ ଛାଡିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଏହି ନିର୍ଯାତନା ସହି ନ ପାରି ଗତକାଲି ରାତିରେ ବିଷ ପିଇ ଜୀବନ ହାରିଛନ୍ତି ମହିଳାଙ୍କ ବାପା ଲମ୍ବୋଦର ତରାଇ। ଏହା ଉପରେ ଅଭିଯୋଗ ହୋଇଯାଇଛି। ତେବେ କଙ୍ଗାରୁ କୋର୍ଟ ପାଇଁ ଜୀବନ ଯାଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରବର୍ତ୍ତୀ ଖବର, ବିବାହ ହଉ ହଉ ମାତା ପିତା ହୋଇଗଲେ ଦମ୍ପତି। ଚତୁର୍ଥୀ ରାତିରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା। ଉତ୍ତରପ୍ରଦେଶ ରାମପୁରରୁ ଏକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଏକ ନବବଧୂ ବିବାହର ପ୍ରଥମ ରାତିରେ ଏକ ସୁସ୍ଥ କନ୍ୟାକୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାର ଜନ୍ମ ପରେ ପୁରା ଗାଁରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ରାମପୁର ଜିଲ୍ଲାର କୌରିଆ ଗାଁର ରିଜୱାନଙ୍କ ନିକାହ ଗତକାଲି ଶନିବାର ସନ୍ଧ୍ୟାରେ ପାଖାପାଖି ଏକ ଯୁବତୀ ସହ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ ହୋଇଥିଲା। ବିବାହ ପରେ ବିଳମ୍ବିତ ସନ୍ଧ୍ୟାରେ ନବବିବାହିତା ବୋହୂ ଶାଶୁଘରକୁ ଆସିଥିଲେ। ହେଲେ ମଧ୍ୟରାତିରେ ବଦଳିଗଲା ପରିସ୍ଥିତି। ରାତି ପ୍ରାୟ 12ଟା ବେଳେ ଅଚାନକ ନବବିବାହିତା ବୋହୂକୁ ହଠାତ୍ ଭୟଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ପ୍ରଥମେ ପରିବାର ଲୋକେ ଏହାକୁ ଗ୍ୟାସ୍ କିମ୍ବା ଦୁର୍ବଳତା ଭାବିଥିଲେ। ମାତ୍ର ଯନ୍ତ୍ରଣା ଏତେ ବଢିଗଲା ଯେ ବାଧ୍ୟ ହୋଇ ପରିବାରର ଲୋକେ ଡାକ୍ତରଙ୍କୁ ଡାକିଲେ। ଯାଞ୍ଚ ପରେ ଡାକ୍ତର କହିଥିଲେ ଯେ ବୋହୂଙ୍କର ପ୍ରସବ ବେଦନା ଆରମ୍ଭ ହୋଇଛି। ତେବେ ଘରେ ହେଲା ପ୍ରସବ। ସକାଳ ହେବା କ୍ଷଣେ ହିଁ ସୁରକ୍ଷିତ ଭାବେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା। ଶିଶୁର ଜନ୍ମ ପରେ ତାଙ୍କ ଶବ୍ଦରେ ପୁରା ଘରର ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ଖୁସିରେ ସମସ୍ତେ ଶିଶୁର ଜନ୍ମ ଉତ୍ସବ ମନାଇଥିଲେ। ଖବର ନିଆଁ ପରି ପୁରା
ଗାଁରେ ପ୍ରସାରିତ ହୋଇଗଲା। ସାହି ପଡିଶା ଲୋକମାନେ ବଧୂ ଓ ନବଜାତ ଶିଶୁକୁ ଦେଖିବା ପାଇଁ ଘରକୁ ପହଞ୍ଚିଗଲେ। ଗାଁର ମହିଳାମାନେ ଗୀତ ଗାଇ ଉତ୍ସବ କଲେ ଏବଂ ବର ପିତା ହେବା ଖୁସିରେ ଗାଁରେ ସମସ୍ତଙ୍କୁ ମିଠା ବାଣ୍ଟିଲେ। ଏବେ ଏନେଇ ପୁଲିସର କଣ ସୂଚନା ରହିଛି? ପୁଲିସ କହିଛି ଯେ ଦୁଇ ପକ୍ଷରୁ ପୂର୍ବରୁ ଆପସେ ସହମତି ଥିଲା ଏବଂ ବିବାହ ସମ୍ପୂର୍ଣ୍ଣ ପରସ୍ପରଙ୍କ ଇଚ୍ଛାରେ ହୋଇଛି। ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ପରବର୍ତ୍ତୀ ଖବର, ଗଣତନ୍ତ୍ର ଦିବସ ପାଳନରେ ଭୟଙ୍କର ବିସ୍ଫୋରଣ। ପୋଲିସ ପରେଡ୍ ଗ୍ରାଉଣ୍ଡ ଠାରୁ 100 ମିଟର ଯାଏଁ ବ୍ଲାଷ୍ଟ। ଆଜି ହେଉଛି 77ତମ ଗଣତନ୍ତ୍ର ଦିବସ, ଯାହାକୁ ପୁରା ଦେଶ ଅତି ଧୁମଧାମରେ ପାଳନ କରୁଛି। ଆଉ ଏହାରି ଭିତରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଏକ ଭୟଙ୍କର ବିସ୍ଫୋରଣ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବାର ଖବର ସାମ୍ନାକୁ ମିଳିଛି। ତେବେ ଜାନୁଆରୀ 26 ତାରିଖ ସୋମବାର ସକାଳେ ମହାରାଷ୍ଟ୍ରରେ ଗଣତନ୍ତ୍ର ଦିବସ ପାଳନ ସମୟରେ ପୁଲିସ ପରେଡ୍ ଗ୍ରାଉଣ୍ଡ ନିକଟରେ ହଠାତ୍ ଏକ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ 5 ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଜଣେ ବେଲୁନ ବିକ୍ରେତାଙ୍କ ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବାର ଜଣାପଡ଼ିଛି, ଯାହାଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ବୋଲି ସୂଚନା ମିଳିଛି। ସୋମବାର ସକାଳ ପ୍ରାୟ 9:15 ସମୟରେ ମାଲେଗାଁଓ ପୁଲିସ ପରେଡ୍ ଗ୍ରାଉଣ୍ଡରୁ ମାତ୍ର 100 ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଗଣତନ୍ତ୍ର ଦିବସ ପତାକା ଉତ୍ତୋଳନ ଉତ୍ସବ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା କଲେକ୍ଟର, ବରିଷ୍ଠ ପୁଲିସ ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ଏବେ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ବହୁତ ଆତଙ୍କ ବ୍ୟାପି ଯାଇଥିଲା। ପରେଡ୍ ଗ୍ରାଉଣ୍ଡରୁ ଅଳ୍ପ ଦୂରରେ ଜଣେ ବିଲୁନ ବିକ୍ରେତା ନାଇଟ୍ରୋଜେନ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂରକୁ ଶୁଣାଯାଇ ପାରିପାର୍ଶ୍ୱିକ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଆତଙ୍କ ମଧ୍ୟରେ 2 ଜଣ ପିଲା ମଧ୍ୟ ଅଛନ୍ତି। ଘଟଣା ସମୟରେ ଗଣତନ୍ତ୍ର ଦିବସ ପାଳନ ସମୟରେ ବେଲୁନ କିଣିବା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ। ବିସ୍ଫୋରଣରେ ବିନୋଦ ଥୋରାଟ, ମୋହିତ ଯାଦବ, ଅତୁଲ ସେହଜାଲ, ପ୍ରେମିଳା ଯାଦବ ଏବଂ ଉଜ୍ଜ୍ୱଳା ମହାନାମକ 5 ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କଙ୍କ ମଧ୍ୟରେ 2 ଜଣ ଶିଶୁ ଏବଂ 2 ଜଣ ମହିଳା ଅଛନ୍ତି। 2 ଜଣ ଆହତଙ୍କ ଅବସ୍ଥା ଗୁରୁତର ଜଣାପଡ଼ିଛି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନାସିକକୁ ନିଆଯାଇଛି। ତେବେ ବିସ୍ଫୋରଣର କାରଣ କଣ ତାହା ତଦନ୍ତ ଚାଲିଛି। ଦୁର୍ଘଟଣାରେ ଆହତମାନଙ୍କୁ ଚିହ୍ନଟ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ବିନୋଦ ଥୋରାଟ, ମୋହିତ ଯାଦବ, ଅତୁଲ ସେହଜାଲ, ପ୍ରମିଳା ଯାଦବ ଏବଂ ଉଜ୍ଜ୍ୱଳା ମହାଜନଙ୍କ ସମେତ 5 ଜଣ ପୁଡ଼ି ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ସେମାନଙ୍କ ଚିକିତ୍ସା ପାଇଁ ନାସିକକୁ ପଠାଯାଇଛି। ପରବର୍ତ୍ତୀ ଖବର, ବିଶ୍ୱକପରୁ ବାହାରିବା ପରେ ରାଗରେ ଲାଲ ପଡ଼ିଗଲାଣି ବାଂଲାଦେଶ। ଆଇସିସି ବିରୁଦ୍ଧରେ ନେବ ଆଇନଗତ କାର୍ଯ୍ୟାନୁଷ୍ଠାନ। 2026 T20 ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ଏବେ ବାଂଲାଦେଶ ପାଇଁ ବଡ଼ ସମସ୍ୟା ନେଇ ଆସିଛି। ବିଶ୍ୱକପରୁ ବାଦ ହେବା ପରେ ଏବେ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ। ବାଂଲାଦେଶ କ୍ରିକେଟ ବୋର୍ଡ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର କରିବାକୁ ନିଷ୍ପତ୍ତିକୁ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ଏହା ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ କିମ୍ବା ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ନାହିଁ। ତେବେ ବର୍ତ୍ତମାନ ମତ ବଦଳିଗଲା। ଆଇସିସି ସମ୍ପ୍ରତି ନିଶ୍ଚିତ କରିଛି ଯେ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା 2026 T20 ବିଶ୍ୱକପରେ ସ୍କଟଲ୍ୟାଣ୍ଡ ବାଂଲାଦେଶର ସ୍ଥାନ ନେବ। ଏହାପରେ ବିସିବି ସ୍ୱୀକାର କରିଛି ଯେ ସେ ସମସ୍ତ ପ୍ରୟାସ କରିଛି, କିନ୍ତୁ ଆଇସିସି ବୋର୍ଡ ନିଜର ନିଷ୍ପତ୍ତିରେ ଅଟଳ ରହିଛି। ବିସିବି ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ କହିଛନ୍ତି ଯେ ବୋର୍ଡ ମ୍ୟାପ୍ ସ୍ଥାନାନ୍ତର ଏବଂ ଗ୍ରୁପିଂ ପରିବର୍ତ୍ତନ କରିବା ପାଇଁ ଅନେକ ଅନୁରୋଧ କରିଥିଲା, କିନ୍ତୁ କିଛି ଫଳପ୍ରଦ ହୋଇନଥିଲା। ତେଣୁ ଆଇସିସିର ନିଷ୍ପତ୍ତିକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାକି ନଥିଲା। ବାଂଲାଦେଶର ପ୍ରଥମରୁ ମତ ରହିଛି ଯେ ଦଳ ଖେଳିବା ପାଇଁ ଭାରତ ଯାତ୍ରା କରିବା ଅସୁରକ୍ଷିତ। ଏହି ଚିନ୍ତା କେବଳ ଖେଳାଳିମାନଙ୍କ ମଧ୍ୟରେ ସୀମିତ ନଥିଲା, ବରଂ ସରକାର ଦଳ ସହିତ ଥିବା ସହାୟକ କର୍ମଚାରୀ ଏବଂ ସାମ୍ବାଦିକଙ୍କ ସୁରକ୍ଷା ବିଷୟ ମଧ୍ୟ ଚିନ୍ତା ପ୍ରକାଶ କରିଥିଲା। ଅମଜାଦ ହୁସେନ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ନିଷ୍ପତ୍ତି କେବଳ କ୍ରିକେଟ ବୋର୍ଡ ଦ୍ୱାରା ନିଆଯାଏ ନାହିଁ, ବରଂ ସରକାରଙ୍କ ସହିତ ପରାମର୍ଶ କରିବା ପରେ ନିଆଯାଇଛି। ଅମଜାଦଙ୍କ ଅନୁଯାୟୀ ଆଇସିସି ବୋର୍ଡ ବୈଠକ ପରେ ବାଂଲାଦେଶ ସରକାରଙ୍କ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ପରିସ୍ଥିତିରେ ଦଳର ଭାରତ ଯାତ୍ରା ସମ୍ଭବ ନୁହେଁ। ଆଇସିସି ବିସିବିକୁ ଏହାର ଅଂଶଗ୍ରହଣ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ 24 ଘଣ୍ଟା ସମୟ ଦେଇଥିଲା। ଜବାବରେ ବୋର୍ଡ କେବଳ କହିଥିଲା ଯେ ସେମାନଙ୍କର ଦଳ ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଖେଳିପାରିବ ନାହିଁ। ବିସିସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ କେବେ ବି ଆଇସିସିର ବିବାଦ ସମାଧାନ କମିଟି ସହିତ ଯୋଗାଯୋଗ କରିନାହିଁ ଏବଂ ଭବିଷ୍ୟତରେ କୌଣସି ମଧ୍ୟସ୍ଥତା କିମ୍ବା ଆଇନଗତ ଆଶ୍ରୟ ନେବ ନାହିଁ। ବୋର୍ଡ କହିଛି ଯେ ଏହା ଆଇସିସିର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବରେ ସମ୍ମାନ କରେ। ଆଇସିସି ଭାରତର ସୁରକ୍ଷା ବ୍ୟବସ୍ଥାକୁ ଏକ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରିଥିଲା, ଯାହା କୌଣସି ବିବାଦ ପ୍ରକାଶ କରିନଥିଲା। ଯେଉଁଠାରେ ବାଂଲାଦେଶ ଏବଂ ପାକିସ୍ତାନ ବ୍ୟତୀତ ସମସ୍ତ ସଦସ୍ୟ ଦେଶ ମ୍ୟାଚ୍ ସ୍ଥାନାନ୍ତର ବିରୁଦ୍ଧରେ ଭୋଟ ଦେଇଥିଲେ। ଏହି ଆଧାରରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦିଆଯାଇଥିଲା। ପରବର୍ତ୍ତୀ ଖବର, ପେଙ୍ଗୁଇନ ଡେଥ୍ ମାର୍ଚ୍ଚ କଣ? କାହିଁକି 20 ବର୍ଷ ପୂର୍ବରୁ ଏହି ଭିଡିଓ ହେଉଛି ଭାଇରାଲ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣମାନେ। ଆଜିକାଲି ସୋସିଆଲ ମିଡିଆରେ ଏକ ପେଙ୍ଗୁଇନର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ଆଣ୍ଟାର୍କଟିକାର ପର୍ବତମାଳାର, ଯେଉଁଥିରେ ଏକ ପେଙ୍ଗୁଇନ ଦଳଠାରୁ ଅଲଗା ହୋଇ ବରଫାବୃତ ପର୍ବତମାଳାକୁ ଯାଉଛି। ଏହି ଭିଡିଓ 20 ବର୍ଷ ପୂର୍ବର। ଏହି ଭିଡିଓଟିରେ 2007ର ଡକ୍ୟୁମେଣ୍ଟାରୀ ଏନକାଉଣ୍ଟର୍ସ ଏଟ୍ ଦି ଏଣ୍ଡ ଅଫ୍ ଦି ୱାର୍ଲ୍ଡର ଏକ ଅଂଶ, ଯାହା ଏବେ ବି ହଠାତ୍ ଭାଇରାଲ ହୋଇଛି। ଭିଡିଓଟି ଭାଇରାଲ ହେବାର କାରଣ ହେଉଛି ଏଥିରେ ଜନସାଧାରଣଙ୍କ ପ୍ରତିକ୍ରିୟା। କେତେକ କହୁଛନ୍ତି ଯେ ପେଙ୍ଗୁଇନ ଯାହା କଲା, ଯାହା ଆମେ କରିପାରିଲୁ ନାହିଁ, ଯେତେବେଳେ ଅନ୍ୟମାନେ କହୁଛନ୍ତି ଯେ ପେଙ୍ଗୁଇନ ଏକ ପରାଜିତ ହୃଦୟର ସାଥୀ। ଏବେ ପେଙ୍ଗୁଇନ କାହିଁକି ମୃତ୍ୟୁ ଯାତ୍ରାରେ ବାହାରିଲା? ଏହି ଭିଡିଓଟି ୱର୍ଣ୍ଣର ହର୍ଜୁଗଙ୍କ ଦ୍ୱାରା ଲିଖିତ 2007ର ଏକ ଡକ୍ୟୁମେଣ୍ଟାରୀ
ଡକ୍ୟୁମେଣ୍ଟାରୀର ଅଂଶ। ଏହି ଡକ୍ୟୁମେଣ୍ଟାରୀରେ ହର୍ଜୁକଙ୍କ ସହିତ ହୋଇଥିବା ଲୋକମାନଙ୍କୁ ଏବଂ ଆଣ୍ଟାର୍କଟିକାରେ ଦେଖାଇଥିବା ଦୃଶ୍ୟଗୁଡ଼ିକୁ ଦର୍ଶାଇଛନ୍ତି। ଗୋଟିଏ କ୍ଲିପରେ ଏକ ଆଡେଲି ପେଙ୍ଗୁଇନ୍ ତାକୁ କଲୋନୀର 70 କିଲୋମିଟର ଦୂରରୁ ଏକ ଖାଦ୍ୟ ବିନା ସ୍ଥାନ ଆଡକୁ ଗତି କରୁଥିବାର ଦେଖାଯାଉଛି, ଅର୍ଥାତ୍ ଏହା ନିଜ ମୃତ୍ୟୁ ଆଡକୁ ଯାଉଛି। ଏହି ଦୃଶ୍ୟଟି ଲୋକଙ୍କ ମନରେ ବହୁତ ପ୍ରଭାବ ପକାଇଛି। ହର୍ଜୁକ ଏହି ପେଙ୍ଗୁଇନ୍ର ଯାତ୍ରାକୁ ଡେଥ୍ ମାର୍ଚ୍ଚ ବୋଲି ନାମ ଦେଇଥିଲେ। ଏବେ ସାଙ୍ଗମାନେ ଭିଡିଓଟି ଏପର୍ଯ୍ୟନ୍ତ ଯଦି ଆପଣମାନେ ଦେଖିସାରିଛନ୍ତି, ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଭାବରେ କୁହନ୍ତୁ ଏବଂ ଆପଣମାନେ କୋଉଠାରୁ ଆମ ଭିଡିଓକୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ନିଶ୍ଚିତ ଲେଖନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବେ ଏବଂ ଆପଣମାନଙ୍କ ସାଙ୍ଗସାଥି ବନ୍ଧୁବର୍ଗଙ୍କ ସହିତ ଯୁଦ୍ଧ ବିମାନ ଏବଂ ଶତ୍ରୁକୁ ପରାସ୍ତ କରିପାରୁଥିବା ଅସ୍ତ୍ରଶସ୍ତ୍ର 90 ମିନିଟ୍ ପରେଡରେ ଭାରତର ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଦର୍ଶନ। 77ତମ ଗଣତନ୍ତ୍ର ଦିବସ ଆରମ୍ଭ ହେବା ସହିତ ସମସ୍ତଙ୍କର ନଜର ଥିଲା ଦିଲ୍ଲୀର କର୍ତ୍ତବ୍ୟ ପଥ ଉପରେ। ରାଷ୍ଟ୍ରପତିଙ୍କ ଆଗମନ ଠାରୁ ଆରମ୍ଭ କରି ସାମରିକ ବାହିନୀର ବୀରତ୍ୱ ପ୍ରଦର୍ଶନ ଏବଂ ପ୍ରଭାବଶାଳୀ ପ୍ରଜ୍ଞାପନ ମେଢ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ପରେଡ ଭାରତୀୟ ପ୍ରତିରକ୍ଷା ପରାକାଷ୍ଠା ଦେଖାଇଥିଲା। ସମାରୋହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡରେ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ତେବେ ଉଭୟ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଆସିଥିଲେ। ଏହି ବର୍ଷର ଗଣତନ୍ତ୍ର ଦିବସର ପରେଡ ଥିମ୍ ଥିଲା ବନ୍ଦେ ମାତରମ୍। ରାଷ୍ଟ୍ରୀୟ ସଙ୍ଗୀତର 150ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଏହି ଥିମ୍ ଚୟନ କରାଯାଇଥିଲା। ପରବର୍ତ୍ତୀ ଖବର, ସାପ ଘରର ଦୁଆରେ ମାରିବେନି। ବାସ୍ ଏହି 8ଟି ଜିନିଷ ପକାଇଲେ ଦେଖା ଦେବେନି ସାପ, ଜାଣି ରଖନ୍ତୁ କାମରେ ଆସିବ। ବର୍ଷା ଦିନେ ସାପମାନଙ୍କର ଉପଦ୍ରବ ଅଧିକ ଦେଖିବାକୁ ମିଳିଥାଏ, କିନ୍ତୁ ଶୀତ ଦିନେ ଅଧିକା ଥଣ୍ଡା ଯୋଗୁଁ ସାପମାନେ ଉଷୁମ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି। ଜଣେ ଯେତେ ବି ସାହସୀ ହେଉଥାଉ ନା କାହିଁକି ସାପ ଦେଖିଲେ ଭୟଭୀତ ହୋଇଯାଆନ୍ତି। ସାପ ଦେଖିଲେ ଭୟଭୀତ ହେବା ସ୍ୱାଭାବିକ କଥା। ଯେତେବେଳେ ଘରର ବଗିଚାରେ ଗୋଟିଏ ସାପ ଦେଖାଯାଏ ତେବେ ଆପଣମାନେ ନିହାତି ଭାବରେ ଡରି ଯାଉଥିବେ। ତେବେ ହିନ୍ଦୁ ଧର୍ମରେ ସାପକୁ ଦେବତା ଭଳି ପୂଜା କରାଯାଏ। ଗ୍ରାମାଞ୍ଚଳରେ ସାପ କାମୁଡା ହେତୁ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରନ୍ତି। ସେଥିପାଇଁ ଆଜି ମଧ୍ୟ ନାଗଦେବଙ୍କର ବିଶେଷ ପୂଜାପାଠର ଧାରା ରହିଛି। ତେବେ ଅନେକ ସମୟରେ ସେମାନେ ଘରେ ମଧ୍ୟ ପ୍ରବେଶ କରନ୍ତି। ଯଦି ଘରେ ଏକ ବଗିଚା ଅଛି ଓ ସାପ ଯିବା ଆସିବା କରୁଛନ୍ତି ତେବେ ନିଶ୍ଚିତ ଭାବରେ ସେହି ସ୍ଥାନ ଆପଣମାନଙ୍କ ପାଇଁ ଭଲ ନୁହଁ। ତେଣୁ ଆସନ୍ତୁ ଜାଣିବା ଆଜି ଏପରି କିଛି ଟିପ୍ସ ଯାହାକୁ ଗ୍ରହଣ କରି ଆପଣମାନେ ସାପକୁ ସହଜରେ ବଗିଚା ଓ ନିଜ ଘରଠାରୁ ଦୂରରେ ରଖିପାରିବେ। ଧର୍ମ ହେତୁ ଅନେକ ଲୋକ ସାପ ମାରିବାକୁ ଚାହାନ୍ତି ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ସାପମାନେ ଭୟଭୀତ ହୋଇ ଆକ୍ରମଣ କରନ୍ତି। ଫଳସ୍ୱରୂପ ସାପକୁ ବିଚଳିତ ନ କରିବା ଭଲ। ସାପକୁ ଘର ଚାରିପାଖରୁ ସହଜରେ ତଡ଼ି ଦିଆଯାଇପାରେ। ସାପ ଅନେକ ଜିନିଷର ଗନ୍ଧକୁ ସହ୍ୟ କରିପାରିବ ନାହିଁ। ରସୁଣ ଏବଂ ପିଆଜ ପ୍ରତ୍ୟେକ ଘରେ ଥାଏ। ଅନେକ ଲୋକ ଜାଣନ୍ତି ନାହିଁ ଯେ ସାପମାନେ ରସୁଣ ଓ ପିଆଜର ଗନ୍ଧକୁ ସହିପାରନ୍ତି ନାହିଁ। ଏହି ସମୟରେ ସାପମାନଙ୍କୁ ଡରାଇବା ପାଇଁ କାର୍ବୋଲିକ ଏସିଡ୍ ବ୍ୟବହୃତ ହୁଏ। ଏହି ଏସିଡ୍ ସାପକୁ ମଧ୍ୟ ମାରିପାରେ। ଏହି ରାସାୟନିକ ପଦାର୍ଥ ମଧ୍ୟ ସାପକୁ ଅଣନିଶ୍ୱାସୀ କରିଦିଏ। ଏହା ବ୍ୟତୀତ ସାପମାନେ ପୁଦିନା ଓ ତୁଳସୀ ପତ୍ରର ଗନ୍ଧକୁ ସହ୍ୟ କରିବାରେ ଅସମର୍ଥ। ତୁଳସୀ ପତ୍ରକୁ ବର୍ଷ ବର୍ଷ ଧରି ପବିତ୍ର ଭାବେ ପୂଜା କରାଯାଏ। ଏମିତିରେ ବି ତୁଳସୀ ପତ୍ରର ଅଭାବ ନାହିଁ। ଏକ ୱେବସାଇଟ୍ ଅନୁଯାୟୀ ସାପକୁ ରୋକିବା ପାଇଁ ପ୍ରାୟ 18ଟି ଜିନିଷ ଅଛି। ଏହାର ଗନ୍ଧ ହେତୁ ସାପମାନେ ଘର ଚାରିପାଖରେ ରହନ୍ତି ନାହିଁ। ଲେମ୍ବୁ ରସ, ଭିନେଗାର ଓ ଡାଲଚିନି ତେଲ ପ୍ରୟୋଗ କରିବା ଦ୍ୱାରା ସାପମାନେ ଘରକୁ ଆସିବାର କମିଯାଇଥାଏ। ଆହୁରି ମଧ୍ୟ ସାପ ଆମୋନିଆ ଗ୍ୟାସର ଗନ୍ଧକୁ ସହ୍ୟ କରିପାରନ୍ତି ନାହିଁ। ଯଦି କେହି ବି ଆମୋନିଆ ଗନ୍ଧ ସ୍ପ୍ରେ କରେ ତାହେଲେ ସାପ ସେମାନଙ୍କୁ ଆସିବ ନାହିଁ। ସାପମାନେ କିରୋସିନି ଗନ୍ଧକୁ ମଧ୍ୟ ସହ୍ୟ କରିପାରନ୍ତି ନାହିଁ। ପରବର୍ତ୍ତୀ ଖବର, କଙ୍ଗାରୁ କୋର୍ଟରେ ଝିଅର ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବାପା। ଅଭିଯୋଗ ଆଣିଲେ ପରିବାର ଲୋକେ। ଝିଅକୁ କଙ୍ଗାରୁ କୋର୍ଟରେ ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବାପା। ତେବେ ଭଦ୍ରକ ଜିଲ୍ଲା ବାଂଶଦା ଥାନା ଚୌଦିଆରୁ ଆସିଛି ଏହି ଅଭିଯୋଗ। ତେବେ ଚୌଦିଆ ଗାଁ ଲମ୍ବୋଦର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବାର ମହିଳାମାନେ ଖବର ପାଇଥିଲେ। ପ୍ରଥମେ ମହିଳାମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡେଇ ବାଡେଇ ଭାଙ୍ଗି ଦେଇଥିଲେ। ପରେ ଲମ୍ବୋଦର ତରାଇଙ୍କ ଘରକୁ ଯାଇ ମାଡପିଟା କରିବା ସହିତ ଝିଅକୁ ବିଚ୍ ରାସ୍ତାରେ ଚଲାଇ ଆଣି ମାର୍କେଟ ମଝିରେ ଛିଡା କରି ଜରିମାନା ବାବଦକୁ 1 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିଲା ପରେ ମଧ୍ୟ ସେମାନଙ୍କୁ ଛାଡି ନଥିଲେ ଉତ୍ତ୍ୟକ୍ତ ମହିଳା। ଶେଷରେ 30,000 ଟଙ୍କା ଜରିମାନା ଦେବାକୁ କହିବାରୁ ମହିଳାମାନଙ୍କୁ ଛାଡିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଏହି ନିର୍ଯାତନା ସହି ନ ପାରି ଗତକାଲି ରାତିରେ ବିଷ ପିଇ ଜୀବନ ହାରିଛନ୍ତି ମହିଳାଙ୍କ ବାପା ଲମ୍ବୋଦର ତରାଇ। ଏହା ଉପରେ ଅଭିଯୋଗ ହୋଇଯାଇଛି। ତେବେ କଙ୍ଗାରୁ କୋର୍ଟ ପାଇଁ ଜୀବନ ଯାଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରବର୍ତ୍ତୀ ଖବର, ବିବାହ ହଉ ହଉ ମାତାପିତା ହୋଇଗଲେ ଦମ୍ପତି। ଚତୁର୍ଥୀ ରାତିରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା। ଉତ୍ତରପ୍ରଦେଶ ରାମପୁରରୁ ଏକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଏକ ନବବଧୂ ବିବାହର ପ୍ରଥମ ରାତିରେ ଏକ ସୁସ୍ଥ କନ୍ୟାକୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାର ଜନ୍ମ ପରେ ପୁରା ଗାଁରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ରାମପୁର ଜିଲ୍ଲାର କୌରିଆ ଗାଁର ରିଜୱାନଙ୍କ ନିକାହ ଗତକାଲି ଶନିବାର ସନ୍ଧ୍ୟାରେ ପାଖାପାଖି ଏକ ଯୁବତୀ ସହ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ ହୋଇଥିଲା। ବିବାହ ପରେ ବିଳମ୍ବିତ ସନ୍ଧ୍ୟାରେ ନବବିବାହିତା ବୋହୂ ଶାଶୁଘରକୁ ଆସିଥିଲେ। ହେଲେ ମଧ୍ୟରାତିରେ ବଦଳିଗଲା ପରିସ୍ଥିତି। ରାତି ପ୍ରାୟ 12ଟା ବେଳେ ଅଚାନକ ନବବିବାହିତା ବୋହୂକୁ ହଠାତ୍ ଭୟଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ପ୍ରଥମେ ପରିବାର ଲୋକେ ଏହାକୁ ଗ୍ୟାସ୍ କିମ୍ବା ଦୁର୍ବଳତା ଭାବିଥିଲେ। ମାତ୍ର ଯନ୍ତ୍ରଣା ଏତେ ବଢିଗଲା ଯେ ବାଧ୍ୟ ହୋଇ ପରିବାରର ଲୋକେ ଡାକ୍ତରଙ୍କୁ ଡାକିଲେ। ଯାଞ୍ଚ ପରେ ଡାକ୍ତର କହିଥିଲେ ଯେ ବୋହୂଙ୍କର ପ୍ରସବ ବେଦନା ଆରମ୍ଭ ହୋଇଛି। ତେବେ ଘରେ ହେଲା ପ୍ରସବ। ସକାଳ ହେବା କ୍ଷଣେ ହିଁ ସୁରକ୍ଷିତ ଭାବେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା। ଶିଶୁର ଜନ୍ମ ପରେ ତାଙ୍କ ଶବ୍ଦରେ ପୁରା ଘରର ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ଖୁସିରେ ସମସ୍ତେ ଶିଶୁର ଜନ୍ମ ଉତ୍ସବ ମନାଇଥିଲେ। ଖବର ନିଆଁ ପରି ପୁରା ଗାଁରେ ପ୍ରସାରିତ ହୋଇଗଲା। ସାହି ପଡିଶା ଲୋକମାନେ ବଧୂ ଓ ନବଜାତ ଶିଶୁକୁ ଦେଖିବା ପାଇଁ ଘର
ଘରକୁ ପହଞ୍ଚିଗଲେ। ଗାଁର ମହିଳାମାନେ ଗୀତ ଗାଇ ଉତ୍ସବ କଲେ ଏବଂ ବର ପିତା ହେବା ଖୁସିରେ ଗାଁରେ ସମସ୍ତଙ୍କୁ ମିଠା ବାଣ୍ଟିଲେ। ଏବେ ଏନେଇ ପୁଲିସର କଣ ସୂଚନା ରହିଛି? ପୁଲିସ କହିଛି ଯେ ଦୁଇ ପକ୍ଷରୁ ପୂର୍ବରୁ ଆପସେ ସହମତି ଥିଲା ଏବଂ ବିବାହ ସମ୍ପୂର୍ଣ୍ଣ ପରସ୍ପରଙ୍କ ଇଚ୍ଛାରେ ହୋଇଛି। ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ପରବର୍ତ୍ତୀ ଖବର, ଗଣତନ୍ତ୍ର ଦିବସ ପାଳନରେ ଭୟଙ୍କର ବିସ୍ଫୋରଣ। ପୋଲିସ ପରେଡ୍ ଗ୍ରାଉଣ୍ଡ ଠାରୁ 100 ମିଟର ଯାଏଁ ବ୍ଲାଷ୍ଟ। ଆଜି ହେଉଛି 77ତମ ଗଣତନ୍ତ୍ର ଦିବସ, ଯାହାକୁ ପୁରା ଦେଶ ଅତି ଧୁମଧାମରେ ପାଳନ କରୁଛି। ଆଉ ଏହାରି ଭିତରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଏକ ଭୟଙ୍କର ବିସ୍ଫୋରଣ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବାର ଖବର ସାମ୍ନାକୁ ମିଳିଛି। ତେବେ ଜାନୁଆରୀ 26 ତାରିଖ ସୋମବାର ସକାଳେ ମହାରାଷ୍ଟ୍ରରେ ଗଣତନ୍ତ୍ର ଦିବସ ପାଳନ ସମୟରେ ପୋଲିସ ପରେଡ୍ ଗ୍ରାଉଣ୍ଡ ନିକଟରେ ହଠାତ୍ ଏକ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ 5 ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଜଣେ ବେଲୁନ ବିକ୍ରେତାଙ୍କ ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବାର ଜଣାପଡ଼ିଛି, ଯାହାଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ବୋଲି ସୂଚନା ମିଳିଛି। ସୋମବାର ସକାଳ ପ୍ରାୟ 9:15 ସମୟରେ ମାଲେଗାଁଓ ପୋଲିସ ପରେଡ୍ ଗ୍ରାଉଣ୍ଡରୁ ମାତ୍ର 100 ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଗଣତନ୍ତ୍ର ଦିବସ ପତାକା ଉତ୍ତୋଳନ ଉତ୍ସବ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା କଲେକ୍ଟର, ବରିଷ୍ଠ ପୁଲିସ ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ଏବେ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ବହୁତ ଆତଙ୍କ ବ୍ୟାପି ଯାଇଥିଲା। ପରେଡ୍ ଗ୍ରାଉଣ୍ଡରୁ ଅଳ୍ପ ଦୂରରେ ଜଣେ ବିଲନ ବିକ୍ରେତା ନାଇଟ୍ରୋଜେନ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂରକୁ ଶୁଣାଯାଇ ପାରିପାର୍ଶ୍ୱିକ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଆତଙ୍କ ମଧ୍ୟରେ 2 ଜଣ ପିଲା ମଧ୍ୟ ଅଛନ୍ତି। ଘଟଣା ସମୟରେ ଗଣତନ୍ତ୍ର ଦିବସ ପାଳନ ସମୟରେ ବେଲୁନ କିଣିବା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ। ବିସ୍ଫୋରଣରେ ବିନୋଦ ଥୋରାଟ, ମୋହିତ ଯାଦବ, ଅତୁଲ ସେହଜାଲ, ପ୍ରେମିଳା ଯାଦବ ଏବଂ ଉଜ୍ଜ୍ୱଳା ମହାନାମକ 5 ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କଙ୍କ ମଧ୍ୟରେ 2 ଜଣ ଶିଶୁ ଏବଂ 2 ଜଣ ମହିଳା ଅଛନ୍ତି। 2 ଜଣ ଆହତଙ୍କ ଅବସ୍ଥା ଗୁରୁତର ଜଣାପଡ଼ିଛି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନାସିକକୁ ନିଆଯାଇଛି। ତେବେ ବିସ୍ଫୋରଣର କାରଣ କଣ ତାହା ତଦନ୍ତ ଚାଲିଛି। ଦୁର୍ଘଟଣାରେ ଆହତମାନଙ୍କୁ ଚିହ୍ନଟ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ବିନୋଦ ଥୋରାଟ, ମୋହିତ ଯାଦବ, ଅତୁଲ ସାଲେ, ପ୍ରମିଳା ଯାଦବ ଏବଂ ଉଜ୍ଜ୍ୱଳା ମହାଜନଙ୍କ ସମେତ 5 ଜଣ ପୋଡ଼ି ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ସେମାନଙ୍କ ଚିକିତ୍ସା ପାଇଁ ନାସିକକୁ ପଠାଯାଇଛି। ପରବର୍ତ୍ତୀ ଖବର, ବିଶ୍ୱକପ୍ରୁ ବାହାରିବା ପରେ ରାଗରେ ଲାଲ ପଡ଼ିଗଲାଣି ବାଂଲାଦେଶ। ଆଇସିସି ବିରୁଦ୍ଧରେ ନେବ ଆଇନଗତ କାର୍ଯ୍ୟାନୁଷ୍ଠାନ। 2026 T20 ବିଶ୍ୱକପ୍କୁ ନେଇ ଚାଲିଥିବା ବିବାଦ ଏବେ ବାଂଲାଦେଶ ପାଇଁ ବଡ଼ ସମସ୍ୟା ନେଇ ଆସିଛି। ବିଶ୍ୱକପ୍ରୁ ବାଦ ହେବା ପରେ ଏବେ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ। ବାଂଲାଦେଶ କ୍ରିକେଟ ବୋର୍ଡ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର କରିବାକୁ ନିଷ୍ପତ୍ତିକୁ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ଏହା ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ କିମ୍ବା ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ନାହିଁ। ତେବେ ବର୍ତ୍ତମାନ ମତ ବଦଳିଗଲା। ଆଇସିସି ସମ୍ପ୍ରତି ନିଶ୍ଚିତ କରିଛି ଯେ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା 2026 T20 ବିଶ୍ୱକପ୍ରେ ସ୍କଟଲ୍ୟାଣ୍ଡ ବାଂଲାଦେଶର ସ୍ଥାନ ନେବ। ଏହାପରେ ବିସିବି ସ୍ୱୀକାର କରିଛି ଯେ ସେ ସମସ୍ତ ପ୍ରୟାସ କରିଛି, କିନ୍ତୁ ଆଇସିସି ବୋର୍ଡ ନିଜର ନିଷ୍ପତ୍ତିରେ ଅଟଳ ରହିଛି। ବିସିବି ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ କହିଛନ୍ତି ଯେ ବୋର୍ଡ ମ୍ୟାପ୍ ସ୍ଥାନାନ୍ତର ଏବଂ ଗ୍ରୁପିଂ ପରିବର୍ତ୍ତନ କରିବା ପାଇଁ ଅନେକ ଅନୁରୋଧ କରିଥିଲା, କିନ୍ତୁ କିଛି ଫଳପ୍ରଦ ହୋଇନଥିଲା। ତେଣୁ ଆଇସିସିର ନିଷ୍ପତ୍ତିକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାକି ନଥିଲା। ବାଂଲାଦେଶର ପ୍ରଥମରୁ ମତ ରହିଛି ଯେ ଦଳ ଖେଳିବା ପାଇଁ ଭାରତ ଯାତ୍ରା କରିବା ଅସୁରକ୍ଷିତ। ଏହି ଚିନ୍ତା କେବଳ ଖେଳାଳିମାନଙ୍କ ମଧ୍ୟରେ ସୀମିତ ନଥିଲା, ବରଂ ସରକାର ଦଳ ସହିତ ଥିବା ସହାୟକ କର୍ମଚାରୀ ଏବଂ ସାମ୍ବାଦିକଙ୍କ ସୁରକ୍ଷା ବିଷୟ ମଧ୍ୟ ଚିନ୍ତା ପ୍ରକାଶ କରିଥିଲା। ଅମଜାଦ ହୁସେନ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ନିଷ୍ପତ୍ତି କେବଳ କ୍ରିକେଟ ବୋର୍ଡ ଦ୍ୱାରା ନିଆଯାଏ ନାହିଁ, ବରଂ ସରକାରଙ୍କ ସହିତ ପରାମର୍ଶ କରିବା ପରେ ନିଆଯାଇଛି। ଅମଜାଦଙ୍କ ଅନୁଯାୟୀ ଆଇସିସି ବୋର୍ଡ ବୈଠକ ପରେ ବାଂଲାଦେଶ ସରକାରଙ୍କ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ପରିସ୍ଥିତିରେ ଦଳର ଭାରତ ଯାତ୍ରା ସମ୍ଭବ ନୁହେଁ। ଆଇସିସି ବିସିବିକୁ ଏହାର ଅଂଶଗ୍ରହଣ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ 24 ଘଣ୍ଟା ସମୟ ଦେଇଥିଲା। ଜବାବରେ ବୋର୍ଡ କେବଳ କହିଥିଲା ଯେ ସେମାନଙ୍କର ଦଳ ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଖେଳିପାରିବ ନାହିଁ। ବିସିସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ କେବେ ବି ଆଇସିସିର ବିବାଦ ସମାଧାନ କମିଟି ସହିତ ଯୋଗାଯୋଗ କରିନାହିଁ ଏବଂ ଭବିଷ୍ୟତରେ କୌଣସି ମଧ୍ୟସ୍ଥତା କିମ୍ବା ଆଇନଗତ ଆଶ୍ରୟ ନେବ ନାହିଁ। ବୋର୍ଡ କହିଛି ଯେ ଏହା ଆଇସିସିର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବରେ ସମ୍ମାନ କରେ। ଆଇସିସି ଭାରତର ସୁରକ୍ଷା ବ୍ୟବସ୍ଥାକୁ ଏକ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରିଥିଲା, ଯାହା କୌଣସି ବିବାଦ ପ୍ରକାଶ କରିନଥିଲା, ଯେଉଁଠାରେ ବାଂଲାଦେଶ ଏବଂ ପାକିସ୍ତାନ ବ୍ୟତୀତ ସମସ୍ତ ସଦସ୍ୟ ଦେଶ ମ୍ୟାଚ୍ ସ୍ଥାନାନ୍ତର ବିରୁଦ୍ଧରେ ଭୋଟ ଦେଇଥିଲେ। ଏହି ଆଧାରରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦିଆଯାଇଥିଲା। ପରବର୍ତ୍ତୀ ଖବର, ପେଙ୍ଗୁଇନ୍ ଡେଥ୍ ମାର୍ଚ୍ଚ କଣ? କାହିଁକି 20 ବର୍ଷ ପୂର୍ବରୁ ଏହି ଭିଡିଓ ହେଉଛି ଭାଇରାଲ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣମାନେ। ଆଜିକାଲି ସୋସିଆଲ ମିଡିଆରେ ଏକ ପେଙ୍ଗୁଇନ୍ର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ଆଣ୍ଟାର୍କଟିକାରେ ପର୍ବତମାଳାର, ଯେଉଁଥିରେ ଏକ ପେଙ୍ଗୁଇନ୍ ଦଳଠାରୁ ଅଲଗା ହୋଇ ବରଫାବୃତ ପର୍ବତମାଳାକୁ ଯାଉଛି। ଏହି ଭିଡିଓ 20 ବର୍ଷ ପୂର୍ବର ଏହି ଭିଡିଓଟିରେ 2007ର ଡକ୍ୟୁମେଣ୍ଟାରୀ ଏନକାଉଣ୍ଟର୍ସ ଏଟ୍ ଦି ଏଣ୍ଡ ଅଫ୍ ଦି ୱାର୍ଲ୍ଡର ଏକ ଅଂଶ, ଯାହା ଏବେ ବି ହଠାତ୍ ଭାଇରାଲ ହୋଇଛି। ଭିଡିଓଟି ଭାଇରାଲ ହେବାର କାରଣ ହେଉଛି ଏଥିରେ ଜନସାଧାରଣଙ୍କ ପ୍ରତିକ୍ରିୟା। କେତେକ କହୁଛନ୍ତି ଯେ ପେଙ୍ଗୁଇନ୍ ଯାହା କଲା, ଯାହା ଆମେ କରିପାରିଲୁ ନାହିଁ, ଯେତେବେଳେ ଅନ୍ୟମାନେ କହୁଛନ୍ତି ଯେ ପେଙ୍ଗୁଇନ୍ ଏକ ପରାଜିତ ହୃଦୟର ସାଥୀ। ତେବେ ପେଙ୍ଗୁଇନ୍ କାହିଁକି ମୃତ୍ୟୁ ଯାତ୍ରାରେ ବାହାରିଲା? ଏହି ଭିଡିଓଟି ୱର୍ଣ୍ଣର ହର୍ଜୁଗଙ୍କ ଦ୍ୱାରା ଲିଖିତ 2007ର ଏକ ଡକ୍ୟୁମେଣ୍ଟାରୀ
ଡକୁମେଣ୍ଟାରୀର ଅଂଶ। ଏହି ଡକୁମେଣ୍ଟାରୀରେ ହର୍ଜୁକଙ୍କ ସହିତ ହୋଇଥିବା ଲୋକମାନଙ୍କୁ ଏବଂ ଆଣ୍ଟାର୍କଟିକାରେ ଦେଖାଇଥିବା ଦୃଶ୍ୟଗୁଡ଼ିକୁ ଦର୍ଶାଇଛନ୍ତି। ଗୋଟିଏ କ୍ଲିପରେ ଏକ ଆଡେଲି ପେଙ୍ଗୁଇନ ତାକୁ କଲୋନୀର 70 କିଲୋମିଟର ଦୂରରୁ ଏକ ଖାଦ୍ୟ ବିନା ସ୍ଥାନ ଆଡକୁ ଗତି କରୁଥିବାର ଦେଖାଯାଉଛି, ଅର୍ଥାତ୍ ଏହା ନିଜ ମୃତ୍ୟୁ ଆଡକୁ ଯାଉଛି। ଏହି ଦୃଶ୍ୟଟି ଲୋକଙ୍କ ମନରେ ବହୁତ ପ୍ରଭାବ ପକାଇଛି। ହର୍ଜୁକ ଏହି ପେଙ୍ଗୁଇନର ଯାତ୍ରାକୁ ଡେଥ୍ ମାର୍ଚ୍ଚ ବୋଲି ନାମ ଦେଇଥିଲେ। ତେବେ ସାଙ୍ଗମାନେ, ଭିଡିଓଟି ଏପର୍ଯ୍ୟନ୍ତ ଯଦି ଆପଣମାନେ ଦେଖିସାରିଛନ୍ତି, ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଭାବରେ କୁହନ୍ତୁ ଏବଂ ଆପଣମାନେ କେଉଁଠାରୁ ଆମ ଭିଡିଓକୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ନିଶ୍ଚିତ ଲେଖନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବେ ଏବଂ ଆପଣମାନଙ୍କ ସାଙ୍ଗସାଥି ବନ୍ଧୁବର୍ଗଙ୍କ ସହିତ ସେୟାର କରିବେ। ବିଦାୟ ଦିଅନ୍ତୁ, ଦେଖାବ ଅନ୍ୟ ଏକ ଭିଡିଓରେ। ଜୟ ଜଗନ୍ନାଥ।